ମାଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରୁଅଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସ୍ୱର୍ଗର ପରମେଶ୍ୱର ସବୁ ସମୟରେ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ ଉତ୍ସାହିତ କରୁଅଛନ୍ତି। ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ଆଜି ଆମେ ବାକ୍ୟରୁ ଆଉ ଗୋଟିଏ ପ୍ରସଙ୍ଗରେ ଅଳ୍ପ ସମୟ ଧ୍ୟାନ କରିବା ପାଇଁ ଯିବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟ ଧ୍ୟାନ କରିବା, ସେହି ପ୍ରସଙ୍ଗଟି ଏହିପରି ଅଟେ। ପାଳକଙ୍କୁ ଆଦର କରୁଥିବା ବିଶ୍ୱାସୀର ଚିହ୍ନ କ'ଣ ଅଟେ? ଆଜିର ପ୍ରସଙ୍ଗ ହେଲା ପାଳକଙ୍କୁ ଆଦର ବା ପ୍ରେମ କରୁଥିବା ବିଶ୍ୱାସୀ ଭାଇ ଭଉଣୀମାନଙ୍କର ଚିହ୍ନ କ'ଣ ଅଟେ? ଏହି ପ୍ରସଙ୍ଗରେ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ମୁଁ ଆପଣମାନଙ୍କ ନିକଟରେ ବାକ୍ୟରୁ କିଛି କଥା କହି ଆପଣମାନଙ୍କୁ ଉତ୍ସାହିତ କରିବା ସହିତ କିଛି ପରାମର୍ଶ ଦେବା ପାଇଁ ଚାହେଁ ଯେ ବାସ୍ତବରେ ଆମେ ପ୍ରଭୁଙ୍କର ଦାସମାନଙ୍କୁ ପ୍ରେମ କରୁଛୁ ବୋଲି, ଆମେ ତାଙ୍କୁ ସମ୍ମାନ ଦେଉଛୁ, ତାଙ୍କୁ ଆଦର କରୁଛୁ, ଏହାର ଚିହ୍ନ କ'ଣ ଅଟେ? ଆଉ ଏହି ସମ୍ବନ୍ଧରେ ପ୍ରଭୁଙ୍କର ବାକ୍ୟ ଆମ୍ଭମାନଙ୍କୁ କ'ଣ କହେ, କ'ଣ ଶିକ୍ଷା ଦିଏ? ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ମୋ ସହିତ ଆପଣମାନେ ପ୍ରଥମ ତିମୋଥୀ 5 ଅଧ୍ୟାୟକୁ ଆସିବେ। ପ୍ରଥମ ତିମୋଥୀ 5 ଅଧ୍ୟାୟ 17 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ଏହି ସ୍ଥାନରେ ଏ ପ୍ରକାର ଲେଖାଯାଏ, ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ୱାବଧାନ କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟ ପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ 2 ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେଉନ୍ତୁ। ପ୍ରଭୁଙ୍କ ନାମର ଗୌରବ ହେଉ। ବାକ୍ୟ ଆମ ସମସ୍ତଙ୍କୁ ଏହି ଶିକ୍ଷା ଦିଏ ଆଉ ଏଥି ନିମନ୍ତେ ଆମମାନଙ୍କୁ ଉତ୍ସାହିତ କରେ ଯେ ଆମ୍ଭେମାନେ ଯେପରି ପ୍ରଭୁଙ୍କର ଦାସମାନଙ୍କୁ ଆମେ କ'ଣ କରିବା? ସମାଦର କରିବା, ଆମେ ତାଙ୍କୁ ରେସ୍ପେକ୍ଟ କରିବା, ତାହାଙ୍କୁ ଆମେ ପ୍ରେମ କରିବା। ଏହା ବାକ୍ୟର ପରାମର୍ଶ ଅଟେ, ଏହା ପ୍ରଭୁଙ୍କର ପରାମର୍ଶ ଅଟେ ଯେ ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ଆମ୍ଭମାନଙ୍କର ତତ୍ତ୍ୱାବଧାନ କରନ୍ତି। ସମସ୍ତ ଦାସମାନେ 2 ଗୁଣ ସମାଦର ପାଇବାର ଯୋଗ୍ୟ ନୁହନ୍ତି। ଏହା ବାକ୍ୟ ଆମମାନଙ୍କୁ କହେ, ଯେଉଁ ଦାସମାନେ, ଯେଉଁ ପ୍ରଭୁଙ୍କର ମନୋନୀତ ଅଭିଷିକ୍ତ ପ୍ରଭୁଙ୍କର ଦାସମାନେ, ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ୱାବଧାନ କରନ୍ତି, ବାକ୍ୟ ପ୍ରଚାର ଶିକ୍ଷା ଦେବାରେ ଆଉ ମଣ୍ଡଳୀର ଆମ ବିଶ୍ୱାସୀ ଭାଇ ଭଉଣୀମାନଙ୍କର ଯତ୍ନ ନେବାରେ ଯେଉଁମାନେ ପରିଶ୍ରମ କରନ୍ତି, ସେମାନଙ୍କୁ ବାକ୍ୟ କହେ ଯେ ଆମେ ବିଶ୍ୱାସୀ ଭାବରେ, ଆମର ପାଳକ ହିସାବରେ ପ୍ରଭୁଙ୍କ ବାକ୍ୟ ଅନୁସାରେ ଆମେ ତାଙ୍କୁ କ'ଣ କରିବା? ସମାଦର କରିବା, ଆମେ ତାଙ୍କୁ ରେସ୍ପେକ୍ଟ ଦେବା, ଆମେ ତାଙ୍କୁ ପ୍ରେମ କରିବା। ଏହା ବାକ୍ୟ ଆମମାନଙ୍କୁ କହେ। କିନ୍ତୁ ଆଜିର ପ୍ରସଙ୍ଗ ହେଲା ଯେ ଆମେ ପ୍ରଭୁଙ୍କ ଦାସଙ୍କୁ ଆମେ ସମାଦର କରୁଛୁ, ଆମେ ତାଙ୍କୁ ସମ୍ମାନ ଦେଉଛୁ, ଆମେ ତାଙ୍କୁ ପ୍ରେମ କରୁଛୁ ବୋଲି ତାର ଚିହ୍ନ କ'ଣ? ଚିହ୍ନ କ'ଣ? ପ୍ରିୟ ଭାଇ ଭଉଣୀମାନେ, ଆମେ ପ୍ରଭୁଙ୍କର ଦାସମାନଙ୍କୁ ଯେତେବେଳେ ଆମେ କୌଣସି ସ୍ଥାନରେ ଆମେ ଦେଖୁ, ଆମେ ତାଙ୍କୁ ହାତ ଯୋଡ଼ି ନମସ୍କାର କରୁ, ଆମେ ତାଙ୍କୁ ସମାଦର କରୁ। କ'ଣ ତାଙ୍କୁ ଆମେ ପ୍ରେମ କରୁଛୁ ବୋଲି ଚିହ୍ନ ଏହା ଅଟେ। ଆମେ ତାଙ୍କୁ ପାଦରେ ପ୍ରଣାମ କରିବା, ତାହାଙ୍କ ଜନ୍ମଦିନରେ ଆମେ ଗିଫ୍ଟ ଦେବା, ଏହା କ'ଣ ଆମେ ତାଙ୍କୁ ଆଦର କରୁଛୁ ବୋଲି, ତାଙ୍କୁ ପ୍ରେମ କରୁଛୁ ବୋଲି ତାହାର ଚିହ୍ନ କ'ଣ? ଏହା ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାକ୍ୟ କ'ଣ କହେ? ଆଜି ମୁଁ ବାକ୍ୟରୁ କିଛି କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ପ୍ରଭୁଙ୍କର ଦାସମାନଙ୍କୁ ଆମେ ପ୍ରେମ କରୁଛୁ, ତାଙ୍କୁ ସମାଦର କରୁଛୁ ବୋଲି ତାର ଚିହ୍ନ କ'ଣ? ଆପଣମାନେ ମୋ ସହିତ ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 14 ଅଧ୍ୟାୟ 15 ପଦରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ପ୍ରକାର କହନ୍ତି, ଯଦି ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞା ସବୁ ପାଳନ କରିବ। ପ୍ରଭୁଙ୍କ ନାମର ଗୌରବ ହେଉ। ଜଣେ ବିଶ୍ୱାସୀ ଭାଇ ଭଉଣୀ ପ୍ରଭୁଙ୍କର ଦାସମାନଙ୍କୁ ପ୍ରେମ କରୁଛନ୍ତି, ତାହାର ଚିହ୍ନ ହେଲା ପ୍ରଭୁଙ୍କର ଦାସଙ୍କୁ କେବଳ ନମସ୍କାର କରିବେ ତାହା ନୁହେଁ, ତାଙ୍କ ଜନ୍ମଦିନରେ ଗିଫ୍ଟ ଦେବେ, ତାଙ୍କୁ ଘରେ ଡାକି ଆତିଥ୍ୟ ସତ୍କାର କରିବେ। କେବଳ ଏତିକି ନୁହେଁ, ସେମାନେ ସେହି ଦାସଙ୍କର କଥାକୁ ମାନିବେ, ତାହାଙ୍କର ବଶୀଭୂତ ହେବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ମୋତେ ଶୁଣୁଛନ୍ତି, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣ ଆପଣଙ୍କ ପାଳକଙ୍କୁ ସକାଳେ ଉଠିଲେ
ଆପଣ ହାତ ଯୋଡ଼ି ନମସ୍କାର କରୁଛନ୍ତି, ଆପଣ ତାଙ୍କୁ ଗୁଡ୍ ମର୍ଣ୍ଣିଂ ଜଣାଉଛନ୍ତି, ତାଙ୍କୁ ସମ୍ମାନ ଦେଉଛନ୍ତି, ଆଦର କରୁଛନ୍ତି, ହେଇପାରେ ପାଦରେ ପ୍ରଣାମ କରୁଛନ୍ତି। ଏହା ବହୁତ ଭଲ ବିଷୟ। କିନ୍ତୁ ଆପଣଙ୍କର ପାଳକ ଆପଣଙ୍କୁ ଯେଉଁ ବିଷୟରେ ଶିକ୍ଷା ଦେଉଛନ୍ତି, ଆପଣ ସେହି ଶିକ୍ଷା ଅନୁସାରେ ଆପଣ ବଞ୍ଚୁଛନ୍ତି କି? ଆପଣ ଚର୍ଚ୍ଚରେ ଦେଖିବେ ଆଜି ଅନେକ ଭାଇ ଭଉଣୀମାନେ ପ୍ରାର୍ଥନା ନିମନ୍ତେ ସେମାନଙ୍କୁ ବିଜ୍ଞାପନ ଦିଆଯାଏ, ସଭା ସମିତିରେ ଆସିବା ନିମନ୍ତେ, ସହଭାଗିତାରେ ଅଂଶୀ ହେବା ନିମନ୍ତେ କୁହାଯାଏ। ସେମାନେ ଧ୍ୟାନ ଦିଅନ୍ତି ନାହିଁ। ସେମାନେ ନିଜ କାର୍ଯ୍ୟରେ ସେମାନେ ବ୍ୟସ୍ତ ଅଟନ୍ତି। ସେମାନେ ବାହାଘର ଯାଆନ୍ତି, ଭୋଜି ଖାଇବା ପାଇଁ ଯାଆନ୍ତି, ହାଟ ବଜାରକୁ ଯାଆନ୍ତି। କିନ୍ତୁ ପାଳକ ଯେତେବେଳେ ସହଭାଗିତା ନିମନ୍ତେ ସେମାନଙ୍କୁ ଆହ୍ୱାନ କରନ୍ତି, ସୂଚନା ଦିଅନ୍ତି, ବିଜ୍ଞାପନ ଦିଅନ୍ତି, ସେହିସବୁ ବିଜ୍ଞାପନରେ ସେମାନେ ମନ ଦିଅନ୍ତି ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାକ୍ୟ କହେ ଯେ ଆମେ ଯଦି ଯୀଶୁଙ୍କୁ ପ୍ରେମ କରୁଛୁ ତାହାର ଚିହ୍ନ ହେଲା ଯେ ଗୀତ ଗାଇବା ନୁହେଁ, ଆରାଧନା କରିବା ନୁହେଁ, ବାକ୍ୟ ପ୍ରଚାର କରିବା ନୁହେଁ, ତାହାଙ୍କର କଥା ଅନୁସାରେ ବଞ୍ଚିବାଟା ହେଉଛି ଯୀଶୁଙ୍କୁ ଆମେ ପ୍ରେମ କରୁଛୁ ତାହାର ସବୁଠାରୁ ମୁଖ୍ୟ ବିଷୟ ଅଟେ ଏବଂ ଚିହ୍ନ ଅଟେ। ଯେ ପାଳକଙ୍କୁ, ଜଣେ ପ୍ରଭୁଙ୍କର ଦାସଙ୍କୁ ଆମେ ସମ୍ମାନ ଦେଉଛୁ, ତାହାଙ୍କୁ ଆମେ ପ୍ରେମ କରୁଛୁ, ତାହାର ଅର୍ଥ ହେଲା ଯଦି ଆମର ରବିବାର ପ୍ରାର୍ଥନା 11ଟାରେ ରହିଛି କିମ୍ବା 10ଟାରେ ରହିଛି, ସେହି ସମୟ ପୂର୍ବରେ ଆମେ ଉପାସନା ଘରକୁ ଆସିବା। ଏହା ହେଉଛି ପ୍ରଭୁଙ୍କର ଦାସକୁ ସମ୍ମାନ ଦେବାଟା, ଏହା ହେଉଛି ତାଙ୍କୁ ଆଦର କରିବାଟା। ବାକ୍ୟ ଏହା ଆମମାନଙ୍କୁ କହେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଆପଣମାନେ ଆପଣଙ୍କର ପାଳକଙ୍କୁ ପ୍ରେମ କରୁଛନ୍ତି, ତାହାର ଚିହ୍ନ କ'ଣ ଅଟେ? ଆପଣ କେତେ ଦାନ ଦେଉଛନ୍ତି, ତାହାଙ୍କୁ ଘରେ ଡାକି କେତେ ଆତିଥ୍ୟ ସତ୍କାର କରୁଛନ୍ତି, ସେ ତାଠାରୁ ମଧ୍ୟ ଅଧିକ ବଡ଼ ବିଷୟ ହେଲା ଆପଣଙ୍କର ପାଳକ ଆପଣଙ୍କୁ କେମିତି ପରାମର୍ଶ ଦେଉଛନ୍ତି, କେଉଁ ଶିକ୍ଷା ଦେଉଛନ୍ତି, କେଉଁ ବିଷୟ କରିବା କଥା, କେଉଁ ବିଷୟ କରିବା କଥା ନୁହେଁ, ଏହି ଯେଉଁ କଥା ଆପଣଙ୍କୁ କହୁଛନ୍ତି ସେହି କଥା ଆପଣ ଗୁରୁତ୍ୱ ଦେଉଛନ୍ତି କି, ଆପଣ ମାନୁଛନ୍ତି କି, ତାହା ହେଉଛି ସବୁଠାରୁ ବଡ଼ ବିଷୟ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯଦି ଆପଣମାନେ ମୋ ସହିତ ପ୍ରଥମ ପିତର 5 ଅଧ୍ୟାୟକୁ ଆସିବେ, ପ୍ରଥମ ପିତର 5 ଅଧ୍ୟାୟ 5 ପଦରେ ସାଧୁ ପିତର ଏ ପ୍ରକାର କହନ୍ତି, ସେହିପରି ହେ ଯୁବକମାନେ ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ, ପ୍ରଭୁଙ୍କ ନାମର ଗୌରବ। ଏହି ଅଭିଷିକ୍ତ ପ୍ରଭୁଙ୍କର ଦାସ ଯେ ପିତର, ସେ ଯୁବାମାନଙ୍କୁ ଗୋଟେ କଥା କହୁଛନ୍ତି, ତୁମ୍ଭେମାନେ କ'ଣ ହୁଅ? ପ୍ରାଚୀନମାନଙ୍କର ବଶୀଭୂତ ହୁଅ, ଅର୍ଥାତ୍ ପାଳକମାନଙ୍କର କଥାକୁ ମାନ, ତାହାଙ୍କୁ ସମ୍ମାନ ଦିଅ। ସେ ଯାହା କହୁଛନ୍ତି ସେଇଟା ଧ୍ୟାନରେ ଶୁଣ, ଆଉ ସେ କହିବା ଅନୁସାରେ କ'ଣ କର, ବଂଶ। ଏହା ବାକ୍ୟ କହେ। ଆଜି ଅନେକ ଯୁବା ଯୁବତୀମାନେ ସେମାନେ ସବୁ କରିପାରନ୍ତି, କିନ୍ତୁ ବଶୀଭୂତ ହେବା ବହୁତ କଷ୍ଟକର ବିଷୟ। ଆଜିକାଲି ଯୁବା ଯୁବତୀମାନଙ୍କୁ କାହିଁକି ତୁମେ ଏମିତି ହେଉଛ, ପୁଅ ତୁମେ ଏମିତି କର ନାହିଁ, ସେମାନେ କହିବେ ମୋ ଇଚ୍ଛାରେ ମୁଁ କ'ଣ କରିବି, ଯାହା ବି କରିପାରିବି। ମୋର ବାପାଙ୍କ ପଇସାରେ ମୁଁ ମୋବାଇଲ ଧରିଛି, ମୁଁ ଯାହାକୁ ମୁଁ କଥା ହେଇପାରିବି, ମୁଁ ମୋବାଇଲରେ ଯାହା ମଧ୍ୟ ଦେଖିପାରିବି। ଆଜି ଅନେକ ଯୁବା ଯୁବତୀମାନଙ୍କ ଜୀବନ ଆଜି ଅବାଟକୁ ଯାଇଛି। ସେମାନେ ସକାଳେ ଉଠିଲେ କେଉଁଠି ସେମାନେ ସାକ୍ଷାତ କଲେ କିମ୍ବା ସଭା ସମିତିରେ ସେମାନେ ବହୁତ ସୁନ୍ଦର ଭାବରେ ୱାର୍ସିପ୍ କରନ୍ତି, ସେମାନେ ଆରାଧନା କରନ୍ତି ଏବଂ ପାଳକଙ୍କୁ, ପ୍ରଭୁଙ୍କ ଦାସମାନଙ୍କୁ ଦେଖିଲେ ସେମାନେ ବହୁତ ସୁନ୍ଦର ଭାବରେ ରେସ୍ପେକ୍ଟ ଦିଅନ୍ତି। ମାତ୍ର ଦୁଃଖର ବିଷୟ, ସେହି ପାଳକ ଆଉ ପ୍ରଚାରକମାନେ ଯେଉଁ ଶିକ୍ଷା ଗୁଡ଼ିକ ଦିଅନ୍ତି, ସେ ଶିକ୍ଷା ଅନୁସାରେ ସେମାନେ ବଞ୍ଚନ୍ତି ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ପାଳକଙ୍କୁ ଆମେ ସମ୍ମାନ ଦେଉଛୁ, ତାହାର ସବୁଠାରୁ ମୁଖ୍ୟ ଚିହ୍ନ ହେଲା ତାହାଙ୍କ ଦ୍ୱାରା ପ୍ରଭୁ ଯେଉଁ ବାକ୍ୟ ଆମମାନଙ୍କୁ ଦେଉଛନ୍ତି, ସେ ବାକ୍ୟ ଅନୁସାରେ ବଞ୍ଚିବା। ଏହା ହେଉଛି ସବୁଠାରୁ ବଡ଼ ବିଷୟ। ଗୋଟେ ଶେଷ ବାକ୍ୟ ପଢ଼ି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ଯଦି ସାଧୁ ଜହନଙ୍କ ଦ୍ୱାରା ଲିଖିତ ଦ୍ୱିତୀୟ ପତ୍ର, ଦ୍ୱିତୀୟ ଜହନ 1 ଅଧ୍ୟାୟ 4 ପଦରେ ସାଧୁ ଜହନ ସେ ନିଜର ମନର ଖୁସି ଆଉ ଆନନ୍ଦକୁ ସେ ପ୍ରକାଶ କରି ଏହି ପ୍ରକାର ଗୋଟେ ପତ୍ର ଲେଖୁଛନ୍ତି ଜଣେ ମହିଳାଙ୍କ ନିକଟରେ। ସେହି ମହିଳା ତାଙ୍କର ପରିବାର ବିଷୟରେ ସେ ଏହି ପ୍ରକାର କହୁଛନ୍ତି। ଦ୍ୱିତୀୟ ଜହନ 1 ଅଧ୍ୟାୟ 4 ପଦରେ ଏ ପ୍ରକାର ଲେଖାଯାଏ, ତୁମ୍ଭର ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞା ଅନୁସାରେ ସତ୍ୟରେ ଆଚରଣ କରୁଥିବା ଦେଖି ମୁଁ ବିଶେଷ ଆନନ୍ଦିତ। ଏହା ହେଉଛି ପ୍ରକୃତ ଜଣେ ଦାସ, ପ୍ରକୃତ ଜଣେ ପ୍ରେରିତ, ପ୍ରକୃତ ଜଣେ ଅଭିଷିକ୍ତ ପ୍ରଭୁଙ୍କର ଦାସଙ୍କର ଗୁଣ, ଯେ କେଉଁଠି ବିଶେଷ ସେମାନଙ୍କର ଆନନ୍ଦ ଥାଏ।
ସେ କହୁନାହାନ୍ତି ତୁମେ ତୁମର ପୁଅ ଝିଅ ଯେଉଁ ଚାକିରି କଲେ ଯେଉଁ 10 ମାସ ମୋତେ ପଠାଉଛନ୍ତି ସେଥିପାଇଁ ମୁଁ ଖୁସି, ସେଇ କଥା ସେ କହୁନାହାନ୍ତି। ଆପଣଙ୍କର ପୁଅ ଝିଅ କେତେ ହାୟର ଏଜୁକେଟେଡ୍, କେତେ ଟ୍ୟାଲେଣ୍ଟେଡ୍, କେତେ ମାର୍କ ରଖିଲେ, ପରୀକ୍ଷାରେ କେତେ ଉତ୍ତୀର୍ଣ୍ଣ ହେଲେ, ସେହିସବୁ ବିଷୟ ସେ ବର୍ଣ୍ଣନା କରୁନାହାନ୍ତି। ସେ ଗୋଟେ ବିଷୟ କହୁଛନ୍ତି ଯେ ତୁମର ସନ୍ତାନ ସନ୍ତତି ମାନେ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆଉ ସତ୍ୟରେ ଆଚରଣ କରୁଛନ୍ତି, ଏହା ଦେଖି ମୁଁ ବିଶେଷ ଆନନ୍ଦିତ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ମୋତେ ଶୁଣୁଛନ୍ତି, ଆପଣ ଯଦି ଆପଣଙ୍କ ପାଳକର ଖୁସି ଆଉ ଆନନ୍ଦର କାରଣ ହେବାକୁ ଚାହୁଁଛନ୍ତି, ତାହେଲେ ଆପଣ ସତ୍ୟରେ ଆଚରଣ କରନ୍ତୁ, ବାକ୍ୟ ଅନୁସାରେ ବଞ୍ଚନ୍ତୁ। ସେଥିପାଇଁ ଆପଣ ଜଣେ ପାଳକଙ୍କୁ ସମ୍ମାନ ଦେବା ବ୍ୟକ୍ତି ହେବେ, ପାଳକଙ୍କୁ ପ୍ରେମ କରିବା ବ୍ୟକ୍ତି ଆପଣ ହେଇପାରିବେ। କେତେବେଳେ ପ୍ରଭୁଙ୍କର ବାକ୍ୟ ଅନୁସାରେ ଆପଣଙ୍କ ପାଳକଙ୍କର ସେହି ଶିକ୍ଷା, ଆପଣଙ୍କ ପାଳକଙ୍କର ସମସ୍ତ ଆଜ୍ଞା, ପାଳକଙ୍କର ସମସ୍ତ ବିଜ୍ଞାପନ ପ୍ରତି ଆପଣ ଧ୍ୟାନ ଦିଅନ୍ତୁ, ତାହାଙ୍କର ବଶୀଭୂତ ହୁଅନ୍ତୁ, ତାହେଲେ ଆପଣ କ'ଣ ହେବେ? ତାହାଙ୍କର ଖୁସି ଆଉ ଆନନ୍ଦର କାରଣ ହେଇପାରିବେ। ଆଉ ତାହାଙ୍କୁ ଆପଣ ଯେ ପ୍ରେମ କରୁଛନ୍ତି ତାହାର ଗୋଟେ ଚିହ୍ନ ଆପଣ ପାଇପାରିବେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।